ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଟୋବର 10ରେ ତାଙ୍କର 32ତମ ଜନ୍ମଦିନ ପାଳନ କରିସାରିଛନ୍ତି। ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଶେଷରେ ଇନ୍ଷ୍ଟାଗ୍ରାମରେ ତାଙ୍କର ନୂଆ ପ୍ରେମ ସମ୍ପର୍କକୁ କନଫର୍ମ କରିଛନ୍ତି। ମାସ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ନତାଶାଙ୍କ ଠାରୁ ଅଲଗା ହେବାର 2 ବର୍ଷ ପରେ ଅଲରାଉଣ୍ଡର ମଡେଲ ମାହିକା ଶର୍ମାଙ୍କୁ ତାଙ୍କର ନୂତନ ସାଥୀ ଭାବରେ ପରିଚିତ କରାଇଛନ୍ତି। ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ମାହିକାଙ୍କ ସହିତ କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। 10 ଅକ୍ଟୋବର 2025ରେ ହାର୍ଦ୍ଦିକ ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ମାହିକାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ହାର୍ଦ୍ଦିକ ଏକ ଓଭରସାଇଜ୍ ଜ୍ୟାକେଟ୍, ସର୍ଟସ୍ ଓ ଚପଲ ପିନ୍ଧିଥିଲେ ଏବଂ ତାଙ୍କ ହାତ ମାହିକାଙ୍କ କାନ୍ଧରେ ଥିଲା। ମାହିକା ଧଳା ସାର୍ଟ ଡ୍ରେସରେ ଷ୍ଟାଇଲିଶ ଦେଖାଯାଉଥିଲେ। ହାର୍ଦ୍ଦିକ ତାଙ୍କ ଇନ୍ଷ୍ଟାଗ୍ରାମ ଆଇଡି ଟ୍ୟାଗ୍ କରି ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ହାର୍ଦ୍ଦିକ ଓ ମାହିକାଙ୍କ ସମାନ ରଙ୍ଗର ଡ୍ରେସରେ ଚମତ୍କାର ଦେଖାଉଥିଲେ। ଏ ଫଟୋ ଗୁଡ଼ିକରେ କପଲଙ୍କ କେମିଷ୍ଟ୍ରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ପୂର୍ବରୁ ଜୋର ଧରିଥିଲା। ହାର୍ଦ୍ଦିକଙ୍କ ଏହି ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ଯେ ତାଙ୍କ ପାଖରେ ଏବେ ମାହିକାଙ୍କ ହୃଦୟ ବନ୍ଧା ପଡ଼ିଛି। ମାହିକା ଶର୍ମା ଭାରତୀୟ ଫ୍ୟାଶନ ଜଗତର ଏକ ଜଣାଶୁଣା ନାମ। ସେ ଏଲି ଏବଂ ଗାର୍ଜିଆ ଭଳି ପ୍ରସିଦ୍ଧ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଏବଂ ଭାରତୀୟ ଫ୍ୟାଶନ ପୁରସ୍କାରରେ ମଡେଲ ଅଫ୍ ଦି ଇୟର ଟାଇଟଲ ମଧ୍ୟ ଜିତିଛନ୍ତି। ମାହିକା ଅନେକ ପ୍ରିମିୟମ ବ୍ରାଣ୍ଡର ବିଜ୍ଞାପନ କରିଛନ୍ତି। ତାଙ୍କୁ ପ୍ରାୟତଃ ତରୁଣ ତାହିଲିଆନି, ମନୀଷ ମାଲହୋତ୍ରା ଓ ଅନିତା ଡୋଙ୍କ ଭଳି ପ୍ରସିଦ୍ଧ ଡିଜାଇନରଙ୍କ ପୋଷାକ ପିନ୍ଧିଛନ୍ତି। କହିବାକୁ ଗଲେ ଏବେ ହାର୍ଦ୍ଦିକଙ୍କ ପୋଷ୍ଟ ସହିତ ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆନୁଷ୍ଠାନିକ ଭାବରେ ମାହିକା ଶର୍ମାଙ୍କୁ ସେହି ମହିଳାଙ୍କ ଭାବରେ ପରିଚିତ କରାଇଛନ୍ତି ଯିଏ ଏବେ ତାଙ୍କ ହୃଦୟରେ ରାଜ କରୁଛନ୍ତି।